ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଭ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্ରୋତା ବନ୍ଧୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଶ୍ରେଷ୍ଠ ନାମରେ ଆପଣଙ୍କୁ ଅଭିବାଦନ। ପବିତ୍ର ବାଇବଲର ଯୋହନ ଲିଖିତ ସୁସମାଚାର 13 ଅଧ୍ୟାୟର 2 ପଦରେ ଆମେ ପାଠ କରୁ, ଆଉ ରାତ୍ରି ଭୋଜ ସମୟରେ ଯେତେବେଳେ ଶୟତାନ ସିମୋନର ପୁତ୍ର ଇସ୍କାରିଓତୀୟ ଜିହୁଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରି ସାରିଥିଲା। ଶୟତାନ ଈଶ୍ୱରଙ୍କ ଯୋଜନାର ତଥା ଈଶ୍ୱରଙ୍କ କାର୍ଯ୍ୟର ବିରୁଦ୍ଧରେ କାର୍ଯ୍ୟ କରିଥାଏ। ଏହା ତ ସର୍ବଦା ଏପରି ନଥିଲା। ଶୟତାନ ତ ଦିନେ ସ୍ୱର୍ଗରେ ଈଶ୍ୱରଙ୍କ ଆରାଧନା ପରିଚାଳନା କରୁଥିଲା, ଦିନେ ସେ ନିଜକୁ ସେ ଈଶ୍ୱରଙ୍କ ଠାରୁ ମଧ୍ୟ ଉନ୍ନତ କରିବାକୁ ଚାହିଁଲା, ଯିଏକି ତାକୁ ସୃଷ୍ଟି କରିଛନ୍ତି। ଆଉ ଏହି ପାପ ହେତୁ ସେ ଈଶ୍ୱରଙ୍କ ନିକଟରୁ ଦୂର କରିଦିଆଗଲା। ମନୁଷ୍ୟକୁ ବିଭ୍ରାନ୍ତ କରିବାରେ, ପଥହରା କରିବାରେ ତଥା ଈଶ୍ୱରଙ୍କ ବାକ୍ୟ ପ୍ରତି ସନ୍ଦେହ ଜାତ କରାଇବାରେ ସେ ଆନନ୍ଦ ପାଇଥାଏ। ସେ ଇସ୍କାରିଓତୀୟ ଜିହୁଦାର ଦୃଷ୍ଟିରେ ସ୍ୱର୍ଗର ଜ୍ୟୋତିର୍ମୟ ଦୂତ ସଦୃଶ ଦେଖାଗଲା, କିନ୍ତୁ ସେ ତାକୁ ବିନାଶର ପଥରେ କଢ଼ାଇ ନେଇଥିଲା। ସେହି ଇସ୍କାରିଓତୀୟ ଜିହୁଦା ନିମନ୍ତେ ମଧ୍ୟ ପ୍ରଭୁ ଯୀଶୁ ଆପଣାକୁ ବଳିଦାନ କଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ଏହି ଯେ ସେହି ଜିହୁଦା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କଲା ନାହିଁ, ଯାହା ତାହାର ବିନାଶର କାରଣ ହେଲା। ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ବିଶ୍ୱାସରେ ଆପଣାର ତ୍ରାଣକର୍ତ୍ତା ଓ ପ୍ରଭୁ ରୂପେ ଗ୍ରହଣ କରେ, ସେ ପରିତ୍ରାଣ ପ୍ରାପ୍ତ ହୁଏ। ସେ ପାପର ଦାସତ୍ୱରୁ ମୁକ୍ତି ପାଏ ତଥା ଶୟତାନର ବିନାଶକାରୀ କାର୍ଯ୍ୟରେ ମଧ୍ୟ ରକ୍ଷା ପାଏ ଓ ତାହା ଉପରେ ଜୟ ପାଏ। ସୁଯୋଗ ଥାଉ ଥାଉ ଆପଣ ମଧ୍ୟ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତୁ। ଏହା ଆପଣଙ୍କ ସମ୍ବନ୍ଧରେ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା।